ଭାରତର ଅର୍ଥନୀତିକୁ ବୁଝିବା ବେଳେବେଳେ ବହୁତ କଷ୍ଟକର ହୋଇଯାଏ। କେତେବେଳେ ଆମେ ଦେଖୁ ବିଦେଶୀ କମ୍ପାନୀମାନଙ୍କ ପାଇଁ ଲାଲ ଗାଲିଚା ପକାଯାଉଛି ତ ପୁଣି କେତେବେଳେ ସେମାନଙ୍କୁ ସିଧା ବାହାର ରାସ୍ତା ଦେଖାଇ ଦିଆଯାଉଛି। ତେବେ ଏହି ଦ୍ୱନ୍ଦ୍ୱ ପଛର ପ୍ରକୃତ କାରଣଟା କ'ଣ? ଆସନ୍ତୁ ଭାରତର ଅର୍ଥନୈତିକ ନୀତି ଭିତରେ ଲୁଚି ରହିଥିବା ଏହି କୋଡକୁ ଭାଙ୍ଗିବାକୁ ଚେଷ୍ଟା କରିବା। ଆଉ ଏହି ରହସ୍ୟକୁ ବୁଝିବା ପାଇଁ ଆମକୁ ଟିକେ ପଛକୁ ଯିବାକୁ ପଡ଼ିବ। ଭାରତର ଅର୍ଥନୈତିକ ଇତିହାସର ଗୋଟେ ବହୁତ ରୋଚକ ଅଧ୍ୟାୟକୁ, ଯାହାକୁ କୁହାଯାଏ ମହାନ ଭାରତୀୟ କୋଲା ଯୁଦ୍ଧ। ଏହି କାହାଣୀ ଭିତରେ ହିଁ ଲୁଚି ରହିଛି ଆମର ସବୁ ପ୍ରଶ୍ନର ଉତ୍ତର। ପ୍ରଶ୍ନଟା ଶୁଣିବାକୁ ବହୁତ ସିଧାସାଧା ଲାଗୁଛି, କିନ୍ତୁ ଏହାର ଉତ୍ତର ସେତେ ସହଜ ନୁହେଁ। 1977ରେ ଏମିତି କ'ଣ ହେଲା ଯେ କୋକାକୋଲା ଭଳି ଗୋଟେ ଏତେ ବଡ଼ କମ୍ପାନୀକୁ ଭାରତ ଛାଡ଼ିବାକୁ ପଡ଼ିଲା? ତେବେ ଦେଖନ୍ତୁ କାହାଣୀରେ କେମିତି ମୋଡ଼ ଆସୁଛି। 1977ରେ କୋକାକୋଲା ଗଲା, ଆଉ ସେହି ଖାଲି ଜାଗାକୁ ପୂରଣ କଲା ଆମ ଦେଶୀ ବ୍ରାଣ୍ଡ ଥମ୍ସଅପ୍। କିନ୍ତୁ ଖେଳ ଏଠି ସରିନଥିଲା। 1993ରେ ଯେତେବେଳେ ଉଦାରୀକରଣ ହେଲା, କୋକାକୋଲା ପୁଣି ଫେରିଲା। ଆଉ ଏଥର ଫେରିକି କ'ଣ କଲା ନା, ସିଧା ନିଜର ସବୁଠୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ସେହି ଥମ୍ସଅପ୍କୁ ହିଁ କିଣିନେଲା। ଆଉ ଏଇଠୁ ହିଁ ଆରମ୍ଭ ହେଉଛି ଅସଲ ଖେଳ, ଅସଲ ରହସ୍ୟ। ଏବେ ଯଦି ଆମେ ଗୋଟିଏ ପଟୁ ଦେଖିବା, ତାହେଲେ ରମେଶ ଚୌହାନ ତ ଜଣେ ହିରୋ, ଜଣେ ଭାରତୀୟ ଉଦ୍ୟୋଗୀ ଯିଏ ଗୋଟେ ବିଦେଶୀ କମ୍ପାନୀର ଆଧିପତ୍ୟକୁ ଚ୍ୟାଲେଞ୍ଜ କଲେ ଆଉ ଗୋଟେ ସଫଳ ସ୍ୱଦେଶୀ ବ୍ରାଣ୍ଡ ତିଆରି କଲେ। ଏଥିପାଇଁ ତାଙ୍କୁ ଜାତୀୟ ସ୍ତରରେ ସମ୍ମାନ ବି ମିଳିଲା। ହେଲେ କଏନ୍ର ତ ଆଉ ଗୋଟେ ପଟ ବି ଥାଏ ନା। ଯେଉଁ ଜର୍ଜ ଫର୍ଣ୍ଣାଣ୍ଡେସ୍ ଦିନେ କୋକାକୋଲାକୁ ବାହାର କରିଥିଲେ, ସେହି ଚୌହାନକୁ ଏହି କଡ଼ା ପ୍ରଶ୍ନ ପଚାରିଥିଲେ, ତେବେ ପ୍ରକୃତିରେ କିଏ ଠିକ୍? ଚୌହାନ ଜଣେ ଦେଶପ୍ରେମୀ ନାୟକ ନା ଜଣେ ସୁଯୋଗ ସନ୍ଧାନୀ ବ୍ୟବସାୟୀ ଯିଏ ମୌକା ଦେଖି ଦେଶର ଗର୍ବକୁ ବିକ୍ରି କରିଦେଲେ? ଏହି ଯେଉଁ ନାୟକ ଆଉ ଖଳନାୟକର ଦ୍ୱନ୍ଦ୍ୱ ଅଛି ନା, ଏହାକୁ ବୁଝିବାକୁ ହେଲେ ଆମକୁ ଟିକେ ଗଭୀରକୁ ଯିବାକୁ ପଡ଼ିବ। କାରଣ ଏହା ପଛରେ କାମ କରୁଛି ଭାରତୀୟ ନୀତି ନିର୍ଦ୍ଧାରକମାନଙ୍କର ଏକ ବହୁତ ଗଭୀର ନୈତିକ ଢାଞ୍ଚା। କାରଣ କଥାଟା କେବଳ ଦେଶୀ ବନାମ ବିଦେଶୀ ନୁହେଁ। ଅସଲ କଥା ହେଉଛି ଆମର ନୀତି ନିର୍ଦ୍ଧାରକମାନେ କୌଣସି କମ୍ପାନୀକୁ ତାର ପାସପୋର୍ଟ ଦେଖି ବିଚାର କରନ୍ତିନି, ବରଂ ତାର ଚରିତ୍ର ଦେଖି ବିଚାର କରନ୍ତି। ସେମାନେ ଦେଖନ୍ତି କମ୍ପାନୀଟା ଦେଶ ଗଢ଼ିବାକୁ ଆସିଛି ନା କେବଳ ନିଜ ପକେଟ୍ ଗରମ କରିବାକୁ ଆସିଛି। ଆଉ ଏଇଟା ହେଉଛି ସେହି ନୈତିକ ଢାଞ୍ଚା। ଦେଖନ୍ତୁ, ନୀତି ନିର୍ଦ୍ଧାରକମାନେ କମ୍ପାନୀଗୁଡ଼ିକୁ ମୋଟାମୋଟି ଭାବେ ଏଇ ଚାରିଟା ବକ୍ସରେ ଦେଖନ୍ତି। ଗୋଟେ ପଟେ ଅଛନ୍ତି ପାରମ୍ପରିକ ବେପାରୀ, ସେ ଦେଶୀ ହୁଅନ୍ତୁ କି ବିଦେଶୀ, ଯେଉଁମାନଙ୍କ ଉପରେ ସବୁବେଳେ ସନ୍ଦେହ ଥାଏ। ଆଉ ଅନ୍ୟପଟେ ଅଛନ୍ତି ଆଧୁନିକ ଶିଳ୍ପପତି, ଯେଉଁମାନଙ୍କୁ ରାଷ୍ଟ୍ର ନିର୍ମାଣର ସହଯୋଗୀ ଭାବେ ଦେଖାଯାଏ ଆଉ ସେମାନଙ୍କୁ ହିଁ ସ୍ୱାଗତ କରାଯାଏ। ତେବେ ଏହି ଢାଞ୍ଚା ଭିତରେ ସବୁଠୁ ବଡ଼ କଥା ହେଲା ବେପାରୀ ଆଉ ଶିଳ୍ପପତି ଭିତରେ ଥିବା ଫରକ। ଆସନ୍ତୁ ବୁଝିବା ଏଇଟା କ'ଣ। ତେବେ ଫରକଟା କ'ଣ? ଦେଖନ୍ତୁ, ଯିଏ ବ୍ୟବସାୟୀ ତାର ଫୋକସ୍ ଥାଏ କମ୍ ସମୟରେ କେମିତି ପଇସା କମାଇବ। କିନ୍ତୁ ଯିଏ ଶିଳ୍ପପତି, ସେ ଦୂରକୁ ଦେଖେ, ସେ ଦୀର୍ଘ ସମୟ ପାଇଁ ନିବେଶ କରେ, ନୂଆ ଟେକ୍ନୋଲୋଜି ଆଣେ ଆଉ ଦେଶର ଶିଳ୍ପକୁ ଆଗକୁ ନିଏ। ଆଉ ସରକାରୀ ସମର୍ଥନ ଏହି ଦ୍ୱିତୀୟ ଶ୍ରେଣୀ ପାଇଁ ଥାଏ। ହେଲେ ଏ ଯେଉଁ ଚିନ୍ତାଧାରା, ଏଇଟା ଆସିଲା କୋଉଠୁ? ଏହାର ଚେରନା ଆମ ଇତିହାସ ଭିତରେ ବହୁତ ଗଭୀରକୁ ଯାଇଛି, ସିଧା ବ୍ରିଟିଶ ଶାସନ ସମୟକୁ। ବ୍ରିଟିଶ ରାଜ ସମୟରେ ଗୋଟେ ସିଷ୍ଟମ୍ ଥିଲା ଯାହାକୁ କୁହାଯାଉଥିଲା ମ୍ୟାନେଜିଂ ଏଜେନ୍ସି। ଏମାନଙ୍କ କାମ କ'ଣ ଥିଲା ଜାଣିଛନ୍ତି? ଏମାନେ ନିଜେ ଖୁବ୍ କମ୍ ପଇସା ଲଗାଉଥିଲେ, କିନ୍ତୁ ବହୁତଗୁଡ଼ିଏ କମ୍ପାନୀକୁ କଣ୍ଟ୍ରୋଲ କରୁଥିଲେ ଆଉ ସେମାନଙ୍କଠୁ ଲାଭ ଶୋଷଣ କରୁଥିଲେ। ଏମାନେ ହିଁ ଖରାପ ବିଦେଶୀ ପୁଞ୍ଜିପତିର ପ୍ରତୀକ ପାଲଟିଗଲେ। ଏମାନଙ୍କର କାମ କରିବାର ତରିକା ହିଁ ଥିଲା ଶୋଷଣ କରିବା। ସେମାନେ କମ୍ପାନୀର ଲାଭ ଦେଖୁନଥିଲେ, ଦେଖୁଥିଲେ କେତେ ଜିନିଷ ବିକ୍ରି ହେଉଛି, ଯାହା ଫଳରେ ସେମାନଙ୍କର କମିଶନ ବଢ଼ିବ। ନୂଆ ଟେକ୍ନୋଲୋଜିରେ ସେମାନଙ୍କର କୌଣସି ଆଗ୍ରହ ନଥିଲା। ଏମାନଙ୍କୁ ଦେଖିଲେ ଇଷ୍ଟ ଇଣ୍ଡିଆ କମ୍ପାନୀ କଥା ମନେ ପଡ଼ୁଥିଲା। ଆଚ୍ଛା, ଏତେ ସବୁ ଇତିହାସ କଥା ତ ହେଲା, କିନ୍ତୁ ଏହାର ଆଜିର ସମୟରେ କ'ଣ ସମ୍ପର୍କ? ଚାଲନ୍ତୁ ଦେଖିବା ଏହି ପୁରୁଣା କାହାଣୀ କେମିତି ଆମ କଲାଯୁଦ୍ଧର ଗୁମର ଖୋଲୁଛି। 1990 ଦଶକରେ ଗୋଟେ ସ୍ଲୋଗାନ ବହୁତ ଚାଲିଥିଲା, କମ୍ପ୍ୟୁଟର ଚିପ୍ସ ହଁ, ଆଳୁ ଚିପ୍ସ ନା। ମାନେ ସିଧା କଥା, ଆମକୁ ଉନ୍ନତ ଟେକ୍ନୋଲୋଜି ଆଣୁଥିବା କମ୍ପାନୀ ଦରକାର, ଖାଲି ସାଧା ଜିନିଷ ବିକିବାକୁ ଆସୁଥିବା କମ୍ପାନୀ ନୁହେଁ। ଏହି ଗୋଟିଏ ଲାଇନ୍ ଭିତରେ ପୁରା ନୈତିକ ଢାଞ୍ଚାଟା ଲୁଚି ରହିଯାଇଛି। ଆଉ ଏହି ଚିନ୍ତାଧାରା ଉପରେ ହିଁ ପଲିସି ତିଆରି ହୁଏ। ପ୍ରୋସେସଟା ବହୁତ ସିଧା। ପ୍ରଥମେ ଦେଖାଯାଏ ଦେଶର ଆବଶ୍ୟକତା କ'ଣ, ତାପରେ ଦେଖାଯାଏ ଯେଉଁ ନିବେଶକ ଆସୁଛି ସେ ଆଳୁ ଚିପ୍ସବାଲା ନା କମ୍ପ୍ୟୁଟର ଚିପ୍ସବାଲା। ଯଦି ସେ କେବଳ ବେପାର କରିବାକୁ ଆସିଛି, ତା ପାଇଁ ନିୟମ କଡ଼ା, ଆଉ ଯଦି ସେ ଦେଶ ଗଢ଼ିବାକୁ ଆସିଛି, ତା ପାଇଁ ଦ୍ୱାର ଖୋଲା। ଆଉ ଏବେ ଆମର ସେହି ପ୍ରଥମ ପ୍ରଶ୍ନର ଉତ୍ତର ମିଳିଗଲା। 1977ରେ କୋକାକୋଲାକୁ ଗୋଟେ ପାରମ୍ପରିକ ବିଦେଶୀ କମ୍ପାନୀ ଭାବେ ଦେଖାଗଲା, ଯିଏ କୌଣସି ଟେକ୍ନୋଲୋଜି ଆଣୁନଥିଲା। ଆଉ 1993ରେ ଯେତେବେଳେ ରମେଶ ଚୌହାନ ଥମ୍ସଅପ୍କୁ ବିକିଦେଲେ, ତାଙ୍କ ଜଣେ ପାରମ୍ପରିକ ସ୍ୱଦେଶୀ ବ୍ୟାପାରୀ ଭାବେ ଦେଖାଗଲା,
ତେଣୁ ଦୁଇଜଣଯାକ କ୍ଷେତ୍ରରେ ସେମାନଙ୍କୁ ନୈତିକ ଦୃଷ୍ଟିରେ ଅବୈଧ ବୋଲି ଧରାଗଲା। ହେଲେ କ'ଣ ଲାଗୁଛି, ଏ ଯୋଉ ଭଲ ପୁଞ୍ଜିପତି ଆଉ ଖରାପ ପୁଞ୍ଜିପତିର କଥା, ଏଇଟା କ'ଣ ଖାଲି ଭାରତରେ ଅଛି? ଆଦୌ ନୁହେଁ। ଏହି ଚିନ୍ତାଧାରା ପୁରା ଦୁନିଆରେ ଚାଲେ। ଚାଲନ୍ତୁ ଟିକେ ଭାରତ ବାହାରକୁ ଯାଇ ଦେଖିବା। ଏହି କାର୍ଟୁନଟାକୁ ଦେଖନ୍ତୁ, ଏଇଟା ଆମେରିକାର ଇତିହାସରୁ। ଏଥିରେ ରାଷ୍ଟ୍ରପତି ଟେଡି ରୁଜଭେଲ୍ଟ କ'ଣ କରୁଛନ୍ତି ନା, ଯେଉଁ ଖରାପ ଟ୍ରଷ୍ଟ ବା ଶୋଷଣକାରୀ କମ୍ପାନୀ ଅଛନ୍ତି ସେମାନଙ୍କୁ ଶିକାର କରୁଛନ୍ତି, ଆଉ ଯେଉଁ ଭଲ ଟ୍ରଷ୍ଟ ବା ଉପଯୋଗୀ କମ୍ପାନୀ ଅଛନ୍ତି ସେମାନଙ୍କୁ ନିୟନ୍ତ୍ରଣରେ ରଖୁଛନ୍ତି। ଏହାର ମାନେ ହେଲା, ବେପାରୀମାନଙ୍କୁ ତାଙ୍କ କାମ ଅନୁସାରେ ଭଲ କିମ୍ବା ଖରାପ ବୋଲି ବାଛିବାଟା କୌଣସି ନୂଆ କଥା ନୁହେଁ। ଭାରତ ହେଉ କି ଆମେରିକା, ସବୁଠି ସରକାର ଆଉ ସମାଜ ସବୁବେଳେ ଏହି ଫରକ କରିବାକୁ ଚେଷ୍ଟା କରନ୍ତି। ଏଇଟା ଆଧୁନିକ ପୁଞ୍ଜିବାଦର ଗୋଟେ ଅଂଶ କହିଲେ ଚଳେ। ତେବେ ଏସବୁ ଆଲୋଚନା ପରେ ଗୋଟେ ବଡ଼ ପ୍ରଶ୍ନ ଆସୁଛି। ଆଜିର ଡିଜିଟାଲ ଦୁନିଆରେ ଏହି ଷ୍ଟାର୍ଟଅପ୍ ଆଉ ବଡ଼ ବଡ଼ ଟେକ୍ କମ୍ପାନୀଙ୍କ ଯୁଗରେ ଆମେ କେମିତି ଜାଣିବା କିଏ ପ୍ରକୃତରେ ଶିଳ୍ପପତି ବା ରାଷ୍ଟ୍ର ନିର୍ମାତା ଆଉ କିଏ କେବଳ ବ୍ୟବସାୟୀ ବା ଲାଭଖୋର? ଏ ବିଷୟରେ ଟିକେ ଭାବିବା ଦରକାର, ନୁହେଁ କି?